ଶିଳ୍ପ ବିପ୍ଳବର ତୃତୀୟ ଭାଗକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡ଼ିଓରେ ଆମେ ବର୍ତ୍ତମାନ ଜାଣିବା ପରିବହନ ଓ ଯାତାୟାତ କ୍ଷେତ୍ରରେ ହୋଇଥିବା ଉଦ୍ଭାବନ ବିଷୟରେ। ବାଷ୍ପୀୟ ଶକ୍ତିର ବିଶେଷ ବ୍ୟବହାର ହେବା ଦ୍ୱାରା ପରିବହନ ଓ ଯାତାୟାତ କ୍ଷେତ୍ରରେ ଉନ୍ନତି ଆସିଥିଲା। ପରିବହନ ଓ ଯାତାୟାତ କ୍ଷେତ୍ରରେ ଯେଉଁ ଅନେକ ଗୁଡ଼ିଏ ପଥ ବ୍ୟବହାର କରାଯାଏ, ପ୍ରଥମ ପଥଟି ହେଉଛି ପିଲାମାନେ ସ୍ଥଳପଥ। ସ୍ଥଳପଥର ମୁଖ୍ୟ ମାଧ୍ୟମ ଥିଲା ସଡ଼କ ପଥ ଏବଂ ସର୍ବପ୍ରଥମେ ପକ୍କା ସଡ଼କ ନିର୍ମାଣ କରିଥିଲେ ମ୍ୟାକାଡାମ। ତୁମର ପରୀକ୍ଷାରେ ପିଲାମାନେ 1 ମାର୍କର ପ୍ରଶ୍ନ ଆସେ ଯେ ସର୍ବପ୍ରଥମେ ପକ୍କା ସଡ଼କ କିଏ ନିର୍ମାଣ କରିଥିଲେ ବୋଲି। କିଏ ନିର୍ମାଣ କରିଥିଲେ? ମ୍ୟାକାଡାମ ନିର୍ମାଣ କରିଥିଲେ। କେମିତି ପୁଣି ତିଆରି କରିଥିଲେ? ଯେଉଁ ଛୋଟ ଛୋଟ ପଥର ଖଣ୍ଡ ଗୁଡ଼ିକ ଥାଏ ତାକୁ ରାସ୍ତାରେ ବିଛେଇ ସେ ଏହି ପକ୍କା ସଡ଼କ ନିର୍ମାଣ କରିଥିଲେ। ଶିଳ୍ପ ବିପ୍ଳବ ସମୟର ରେଳପଥ। ଯେତେବେଳେ ଶିଳ୍ପ ବିପ୍ଳବ ହୋଇଥିଲା ସେହି ସମୟରେ ରେଳପଥ ମଧ୍ୟ ଉଦ୍ଭାବନ ହୋଇଥିଲା ଏବଂ ରେଳପଥ ମାଧ୍ୟମରେ ଶିଳ୍ପଜାତ ଦ୍ରବ୍ୟକୁ ବହୁତ ଦୂରକୁ ପରିବହନ କରାଯାଉଥିଲା। ବାଷ୍ପଚାଳିତ ରେଳଗାଡ଼ି ଉଦ୍ଭାବନ କରିଥିଲେ ଜର୍ଜ ଷ୍ଟିଫେନସନ୍। 1814 ମସିହାରେ ଜର୍ଜ ଷ୍ଟିଫେନସନ୍ ବାଷ୍ପଚାଳିତ ରେଳଗାଡ଼ି ଉଦ୍ଭାବନ କରିଥିଲେ ଏବଂ ପ୍ରଥମେ ଏହି ବାଷ୍ପଚାଳିତ ରେଳଗାଡ଼ି ମାଧ୍ୟମରେ କୋଇଲା ନେବା ଆଣିବା କରାଯାଉଥିଲା। 1830 ମସିହାରେ କ'ଣ ହେଲା ପିଲାମାନେ? ଏହି ବାଷ୍ପଚାଳିତ ରେଳଗାଡ଼ି ଲିଭରପୁଲରୁ ମାଞ୍ଚେଷ୍ଟର ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ ପରିବହନ କରିଥିଲା ଏବଂ ପୃଥିବୀର ଏହା ସର୍ବପ୍ରଥମ ରେଳଗାଡ଼ି ଅଟେ। ଏବଂ ଏହି ବାଷ୍ପଚାଳିତ ରେଳଗାଡ଼ିର ଯେଉଁ ଇଞ୍ଜିନଟି ଥିଲା ପିଲାମାନେ ତାର ନାମ ଥିଲା ରକେଟ୍ ଏବଂ ଏହି ରେଳଗାଡ଼ିର ଘଣ୍ଟା ପ୍ରତି ବେଗ ଥିଲା 30 କିଲୋମିଟର। ପରବର୍ତ୍ତୀ ସମୟରେ ଏହି ରେଳପଥ ଗୁଡ଼ିକ ପୋଲ ଉପରେ ଏବଂ ପାହାଡ଼ ଭିତରେ ଥିବା ସୁଡ଼ଙ୍ଗ ମଧ୍ୟରେ ନିର୍ମାଣ କରାଯାଇଥିଲା। ଏଠି ଯେଉଁ ପ୍ରଥମ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ବାଷ୍ପଚାଳିତ ରେଳଗାଡ଼ି ଯାହାକି ଜର୍ଜ ଷ୍ଟିଫେନସନ୍ଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିଲା। ଏବଂ ତଳେ ଯେଉଁ ଫଟୋ ଚିତ୍ରଟି ଅଛି 2 ନମ୍ବର ଫଟୋ ଚିତ୍ର, ଏହି ଫଟୋ ଚିତ୍ରରେ ଲିଭରପୁଲରୁ ମାଞ୍ଚେଷ୍ଟରକୁ ଦର୍ଶାଇ ଦିଆଯାଇଛି। ମୁଁ ଦେଖ ପିଲାମାନେ ଏଠି ମାର୍କ କରୁଛି, ଏହି ଏରିଆଟି ହେଲା ଲିଭରପୁଲ ଏବଂ ରାଇଟ୍ ସାଇଡ଼୍ରେ ମାର୍କ କରୁଛି, ଦେଖ ଏଇଟା ହେଲା ମାଞ୍ଚେଷ୍ଟର। ପ୍ରଥମେ ଯେଉଁ ରେଳଗାଡ଼ି ଚଳାଚଳ କରିଥିଲା ଏହି ଲିଭରପୁଲରୁ ହିଁ ମାଞ୍ଚେଷ୍ଟରକୁ ଚଳାଚଳ କରିଥିଲା ଏବଂ ତା ସହିତ ସେ ଯାତ୍ରୀ ଏବଂ ମାଲ ପରିବହନ କରିକି ନେଇକି ଯାଇଥିଲା ଏବଂ ତାର ଘଣ୍ଟା ପ୍ରତି ବେଗ କେତେ କିଲୋମିଟର ଥିଲା? 30 କିଲୋମିଟର ଥିଲା। ପିଲାମାନେ ତୁମର ପରୀକ୍ଷାରେ ପ୍ରଶ୍ନ ଆସିଯାଏ ଯେ ବାଷ୍ପଚାଳିତ ରେଳଗାଡ଼ିର ଉଦ୍ଭାବନ କିଏ କରିଥିଲେ? ଜର୍ଜ ଷ୍ଟିଫେନସନ୍ କରିଥିଲେ। ବାଷ୍ପଚାଳିତ ରେଳଗାଡ଼ି ପ୍ରଥମେ କେବେ ଉଦ୍ଭାବନ ହୋଇଥିଲା? 1814 ମସିହାରେ ଉଦ୍ଭାବନ ହୋଇଥିଲା। ବାଷ୍ପଚାଳିତ ପ୍ରଥମ ରେଳଗାଡ଼ି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ପରିବହନ କରିଥିଲା? ଲିଭରପୁଲରୁ ମାଞ୍ଚେଷ୍ଟର ପର୍ଯ୍ୟନ୍ତ ପରିବହନ କରିଥିଲା। ଏହି ପ୍ରଶ୍ନ ଗୁଡ଼ିକ ତୁମର ପରୀକ୍ଷାରେ ଆସିଥାଏ ପିଲାମାନେ। ଶିଳ୍ପ ବିପ୍ଳବ ସମୟରେ ଜଳପଥର ବି ଆବିଷ୍କାର ହୋଇଥିଲା ପିଲାମାନେ। କେନାଲର ପ୍ରଥମ କରିକି ଆବିଷ୍କାର କରିଥିଲେ ଜେମ୍ସ ବ୍ରିଣ୍ଡଲେ। ସେ କେନାଲର ଆବିଷ୍କାର କରିଥିଲେ 1761 ମସିହାରେ ଏବଂ ସେହି କେନାଲଟି ମାଞ୍ଚେଷ୍ଟରରୁ ୱାର୍ସଲେ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ବର୍ତ୍ତମାନ ସମୟର ସେଇ ଜେମ୍ସ ବ୍ରିଣ୍ଡଲେଙ୍କ ଦ୍ୱାରା ତିଆରି କରାଯାଇଥିବା କେନାଲର ଫଟୋ ଚିତ୍ର ଏବଂ ଏହି କେନାଲରେ ବାଷ୍ପଚାଳିତ ନୌକା ଚଳାଇବା ପାଇଁ ଉଦ୍ୟମ କରାଯାଇଥିଲା। 1838 ମସିହାରେ 2ଟି ବାଷ୍ପଚାଳିତ ଜାହାଜ ଆଟଲାଣ୍ଟିକ୍ ମହାସାଗରକୁ ଅତିକ୍ରମ କରି ବିଦେଶକୁ ଯାତ୍ରା କରିଥିଲେ। ଶିଳ୍ପ ବିପ୍ଳବ ସମୟରେ ବିଜୁଳି ଶକ୍ତିର ମଧ୍ୟ ଉଦ୍ଭାବନ ହୋଇଥିଲା ଏବଂ ବିଜୁଳି ଶକ୍ତି ଉଦ୍ଭାବନ ହୋଇଥିଲା 19ବିଂଶ ଶତାବ୍ଦୀରେ। ବିଜୁଳି ଶକ୍ତିର ଉଦ୍ଭାବନ ହେବା ପରେ ସେ ବିଜୁଳି ଶକ୍ତିର ପ୍ରସାର ମଧ୍ୟ ହୋଇଥିଲା। ବିଦ୍ୟୁତ ଶକ୍ତି ସମ୍ପନ୍ନ ଟେଲିଗ୍ରାଫ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା 1837 ମସିହାରେ ଏବଂ ବିଦ୍ୟୁତ ଶକ୍ତି ସମ୍ପନ୍ନ ଟେଲିଗ୍ରାଫ ବ୍ୟବସ୍ଥା ଆରମ୍ଭ କରିଥିଲେ ଚାର୍ଲସ ହୁଇଟଲେ ଏବଂ ସାମୁଏଲ ମୋର୍ସ। ମାଇକେଲ ଫାରାଡେ ଉଦ୍ଭାବନ କରିଥିଲେ ବିଦ୍ୟୁତ ଚୁମ୍ବକୀୟ ତତ୍ତ୍ୱ। ଟମାସ ଏଡିସନ୍ ଉଦ୍ଭାବନ କରିଥିଲେ ବିଦ୍ୟୁତ ବଲ୍ବ, ସିନେମା ଏବଂ ଫୋନୋଗ୍ରାମ। ଟମାସ ଏଡିସନ୍ ବିଦ୍ୟୁତ ବଲ୍ବ, ସିନେମା ଏବଂ ଫୋନୋଗ୍ରାମକୁ ଉଦ୍ଭାବନ କରିଥିଲେ 1878 ମସିହାରେ। ଫୋନୋଗ୍ରାମ କହିଲେ ପିଲାମାନେ ଯେଉଁ ସାଉଣ୍ଡ ଆସେ ସାଉଣ୍ଡ ପାଇଁ ଯେଉଁ ଗୋଟେ ଶବ୍ଦ ବ୍ୟବହାର କରାଯାଏ ତାହାକୁ କୁହାଯାଏ ଫୋନୋଗ୍ରାମ ବୋଲିକି।
ଗ୍ରାହାମ ବେଲ୍ ଉଦ୍ଭାବନ କରିଥିଲେ ଟେଲିଫୋନ୍ 1876 ମସିହାରେ। ମାର୍କୋନି ଉଦ୍ଭାବନ କରିଥିଲେ ରେଡ଼ିଓ 1895 ମସିହାରେ। 1840 ମସିହାରେ ଇଂଲଣ୍ଡରେ ଯେଉଁ ପେନି ଡାକ ସେବା ଥିଲା ତାହା ଯୋଗାଯୋଗ କ୍ଷେତ୍ରରେ ଅନେକ ଉନ୍ନତି ଆଣିପାରିଥିଲା। ଏଠି ଯେଉଁ ପ୍ରଥମ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ମୁଁ ମାର୍କ କରୁଛି। ଦେଖ, এই ଫଟୋ ଚିତ୍ରଟି ହେଉଛି ମାଇକେଲ ଫାରାଡେଙ୍କ ଫଟୋ ଚିତ୍ର, ଯିଏକି ବିଦ୍ୟୁତ ଚୁମ୍ବକୀୟ ତତ୍ତ୍ୱ ଉଦ୍ଭାବନ କରିଥିଲେ। ଦ୍ୱିତୀୟ ଫଟୋ ଚିତ୍ରଟି ହେଉଛି ଟମାସ ଏଡିସନଙ୍କ, ଯିଏକି ବିଦ୍ୟୁତ ବଲ୍ବ ତିଆରି କରିଥିଲେ। ତୃତୀୟ ଫଟୋ ଚିତ୍ରଟି ହେଉଛି ପିଲାମାନେ ଗ୍ରାହାମ ବେଲଙ୍କ, ଯିଏକି ଟେଲିଫୋନ୍ ତିଆରି କରିଥିଲେ। ଏବଂ ସବୁଠୁ ତଳେ ଯେଉଁ ଫଟୋ ଚିତ୍ରଟି ଅଛି ପିଲାମାନେ ଦେଖ, এই ଫଟୋ ଚିତ୍ରଟି ହେଉଛି ମାର୍କୋନିଙ୍କର। ଏବଂ ମାର୍କୋନି 1895 ମସିହାରେ ରେଡ଼ିଓକୁ ତିଆରି କରିଥିଲେ। ଶିଳ୍ପ ବିପ୍ଳବ ସମୟରେ କୃଷି ବିପ୍ଳବ ହୋଇଥିଲା। କୃଷି ପ୍ରଣାଳୀରେ ଉନ୍ନତ ଧରଣର ଯନ୍ତ୍ରପାତି ବ୍ୟବହାର ହୋଇଥିଲା। ବେଙ୍ଗଳା ପକାଇବା ପାଇଁ ବାଷ୍ପ ଚାଳିତ ଯନ୍ତ୍ରର ବ୍ୟବହାର ହେଲା 1830 ମସିହାରେ। ଶସ୍ୟ କାଟିବା ଯନ୍ତ୍ର ବ୍ୟବହାର ହେଲା 1843 ମସିହାରେ। ବାଷ୍ପ ଚାଳିତ ଲଙ୍ଗଳ କୃଷିରେ ବ୍ୟବହାର ହେଲା 1850 ମସିହାରେ। ଏବଂ ଏହି ବାଷ୍ପ ଚାଳିତ ଲଙ୍ଗଳ କୃଷିରେ ଯେତେବେଳେ ବ୍ୟବହାର ହେଲା, କୃଷି ପଦ୍ଧତି ଆହୁରି ସହଜ ହୋଇଗଲା। ଟାଉନସେଣ୍ଡ ନାମକ ଜଣେ ବ୍ୟକ୍ତି ଥିଲେ, ଯିଏକି ଜଣେ କୃଷିବିତ୍ ଥିଲେ। ସେ ବିଭିନ୍ନ ଫସଲର ଉତ୍ପାଦନ ପଦ୍ଧତି ବିଷୟରେ ଆରମ୍ଭ କରିଥିଲେ ଏବଂ ସେହି ପଦ୍ଧତିକୁ ଅନୁସରଣ କରି ଚାଷୀମାନେ ଚାଷ କରିବା ଦ୍ୱାରା ଜମିର ଉର୍ବରତା ବୃଦ୍ଧି ପାଇଲା। ତା ସହିତ ଜମିର ଉର୍ବରତା ମଧ୍ୟ ରକ୍ଷା ପାଇଲା। ଜମି ଆଉ ପଡ଼ିଆ ପରି ରହିଲା ନାହିଁ। କୃଷି ପଦ୍ଧତି କୃଷିରେ ଉନ୍ନତି ଆଣିଲା। ମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ତା ସହିତ ପିଲାମାନେ ଯେଉଁ ଅବଶିଷ୍ଟାଂଶ ଅଂଶ ରହିଗଲା ଶିଳ୍ପ ବିପ୍ଳବକୁ ନେଇକି, ଯାହାକି ହେଉଛି ଶିଳ୍ପ ବିପ୍ଳବର ଫଳାଫଳ, ଆମେ ଆଉ ଏକ ଭାଗ ବା ଭିଡ଼ିଓରେ ତାକୁ ସମ୍ପୂର୍ଣ୍ଣ କରିବା। ସେତିକି ପର୍ଯ୍ୟନ୍ତ ବିଦାୟ ଦେବେ ପିଲାମାନେ, ରହୁଛି।